ଓମ୍ ଶାନ୍ତି। ଆଜି 3/7/2026 ମସିହାର ପ୍ରାତଃ ମୁରଲି। ଆସନ୍ତୁ ଆମେ ସମସ୍ତେ ଗୀତରେ ମୁରଲି ଶୁଣିବା। ବ୍ରାହ୍ମଣ ଦେବତା କ୍ଷତ୍ରିୟ ଧର୍ମ ସ୍ଥାପନ କର୍ତ୍ତା ଶିବ ଭଗବାନ, ତାଙ୍କୁ ଯେ ଜାଣିପାରଇ ସେ ହିଁ ଆସ୍ତିକ ଶିବ ପିତା ଠାରୁ ତୃତୀୟ ନେତ୍ର ଲଭଇ। ସଙ୍ଗମ ଯୁଗରେ ବ୍ରାହ୍ମଣ ଗଣ ତ୍ରିକାଳଦର୍ଶୀ ସେ ତ୍ରିନେତ୍ରୀ ଜାଣ, ଦେବତା କି ଧର୍ମ ପିତା ସୁଯୋଗ ପାଆନ୍ତି ନାହିଁ ଜାଣିବାକୁ, କିଏ ଦିବ୍ୟ ବୁଦ୍ଧି ଦାତା। ସଦ୍ଗୁରୁ ହିଁ ଦୁଃଖ ସାଗରୁ ମୁକ୍ତି କରାଇ ସେ ସୁଖ ଦେଇପାରନ୍ତି, ସଦ୍ଗୁରୁ ହିଁ ଶିବ ବାବା ଧର୍ମ ସ୍ଥାପକ କେ ସଦ୍ଗୁରୁ ନୁହନ୍ତି, ଏକଥା ଆମେ ବୁଝିବା। ଆମେ ସବୁ ଶିବଙ୍କର ପାର୍ବତୀ, ଅମର କଥା ସେ ଶୁଣାଉଛନ୍ତି। ଅମରପୁରକୁ ଯିବା, ଅମରନାଥ ତ ସେଠି ରହିବେନି, ଆମେ ଅମର ହୋଇବା। ଜ୍ଞାନମାନ ସରୋବରରେ ନୀତି, ବୁଡ଼ିଲେ ସରଗ ପରି ହେବାଟି। ନିରାକାରଙ୍କର ଜ୍ଞାନ ଆତ୍ମା ଭାନେ ରହି ନିରାକାରୀ ହୋଇ ଶୁଣୁଥିବା ଦେଇ ମନ। ଭ୍ରମରୀ ପରିଜ୍ଞାନ ଭୁଁ ଭୁଁ କରି ବିକାରଙ୍କୁ କରିବା ଦେବସରୀ। ମାୟା ତ ଆମ ଖେଳଣା, ସ୍ନେହ ଶକ୍ତିରେ ହେଲେ ଆକର୍ଷଣୀୟ, ସହଯୋଗୀ ହେବେ ସିନା। ଓମ୍ ଶାନ୍ତି। ବାବା କହୁଛନ୍ତି, ମିଠେ ବଚ୍ଚେ ତୁମେ ଏହି ଡ୍ରାମାର ଆଦି ମଧ୍ୟ ଅନ୍ତକୁ ଜାଣିଛ। ତୁମକୁ ବାବାଙ୍କ ଦ୍ୱାରା ଜ୍ଞାନର ତୃତୀୟ ନେତ୍ର ମିଳିଛି, ସେଥିପାଇଁ ତୁମେ ହେଲ ଆସ୍ତିକ। ଯିଏ ବାବାଙ୍କୁ ଚିହ୍ନିଲେ ସେ ଜ୍ଞାନର ତୃତୀୟ ନେତ୍ର ପାଇଲେ, ସେମାନେ ହିଁ ଆସ୍ତିକ ଅଟନ୍ତି। ଆମେ ଭାବୁଛେ ଯିଏ ସବୁଦିନ ମନ୍ଦିରକୁ ଯାଆନ୍ତି ସେମାନେ ଆସ୍ତିକ, ଯିଏ ଭଗବାନଙ୍କୁ ବିଶ୍ୱାସ କରନ୍ତି ସେମାନେ ଆସ୍ତିକ। କିନ୍ତୁ ଭଗବାନ ସ୍ୱୟଂ ସେଇ କଥା କହିଲେ ଯେ ଯିଏ ବାବାଙ୍କୁ ଚିହ୍ନିଛନ୍ତି, ଜାଣିଛନ୍ତି, ତାଙ୍କ କଥା ଶୁଣୁଛନ୍ତି, ମାନୁଛନ୍ତି, ସେମାନେ ହେଲେ ଆସ୍ତିକ। ଆଜି ବାବା ପ୍ରଶ୍ନରେ ପଚାରିଲେ, ବାବାଙ୍କର କେଉଁ ଉପାଧି ଧର୍ମ ସ୍ଥାପକ ମାନଙ୍କୁ ଦିଆଯାଇ ପାରିବ ନାହିଁ? ଉତ୍ତରରେ ବାବା କହିଲେ, ବାବା ହେଉଛନ୍ତି ସଦ୍ଗୁରୁ। କୌଣସି ବି ଧର୍ମ ସ୍ଥାପକଙ୍କୁ ଗୁରୁ କହିପାରିବା ନାହିଁ, କାରଣ ଗୁରୁ ସିଏ ଯିଏ ଦୁଃଖରୁ ମୁକ୍ତ କରି ସୁଖକୁ ନେଇଯାଇଥାନ୍ତି। ଧର୍ମ ସ୍ଥାପକଙ୍କ ଜନ୍ମ ପରେ ତାଙ୍କ ଧର୍ମର ଆତ୍ମାମାନେ ପରମ ଧାମରୁ ତଳକୁ ଆସିଥାନ୍ତି। ସେମାନେ କାହାକୁ ଉପରକୁ ଅର୍ଥାତ୍ ଘରକୁ ନେଇ ଯାଆନ୍ତି ନାହିଁ। ଯେତେବେଳେ ବାବା ଆସିଥାନ୍ତି ସେତେବେଳେ ସମସ୍ତ ଆତ୍ମାମାନଙ୍କୁ ଘରକୁ ଫେରାଇ ନେଇଯାଆନ୍ତି। ସେଇଥିପାଇଁ ସିଏ ସମସ୍ତଙ୍କର ସଦ୍ଗୁରୁ ଅଟନ୍ତି। ଧର୍ମସ୍ଥାପକ ମାନେ ତ ସବୁ ଦ୍ୱାପର ଯୁଗରେ ଆସିବେ, ଆଉ ସିଏ କ'ଣ ଅନ୍ୟ ସବୁ ଆତ୍ମାମାନଙ୍କୁ ପରମ ଧାମକୁ ନେବେ? ପରମ ଧାମକୁ କେତେବେଳେ ଯିବେ? ଯେତେବେଳେ କଳି ଯୁଗ ସରିବ, ସଙ୍ଗମ ଯୁଗ ଆସିବ, ପୁରା ଶେଷ ସମୟ, ବିନାଶ ସମୟ, ସେତେବେଳେ ବିନାଶ ପରେ ସମସ୍ତେ ଯିବେ ପରମ ଧାମ। ତେଣୁ ଧର୍ମ ପିତାମାନେ କେହି ହେଲେ ଭଗବାନଙ୍କ ଜାଣିନାହାନ୍ତି ବା ସଙ୍ଗମ ଯୁଗରେ ସେମାନେ ଭଗବାନଙ୍କୁ ଚିହ୍ନି ନାହାନ୍ତି, ଜାଣିନାହାନ୍ତି। ସିଏ କେମିତି ଆମକୁ ସମସ୍ତ ଆତ୍ମାମାନଙ୍କୁ ଘରକୁ ଫେରେଇ ନେଇପାରିବେ? ଯିଏ ଘରକୁ ଫେରେଇ ନେଇପାରିବେ ନାହିଁ ସିଏ ସଦ୍ଗୁରୁ ନୁହନ୍ତି। ତେଣୁ ଦେବତା ବି ସଦ୍ଗୁରୁ ନୁହନ୍ତି, କି ଧର୍ମ ସ୍ଥାପକ ମାନେ ବି ସଦ୍ଗୁରୁ ନୁହନ୍ତି।
ଗୀତରେ ବାବା ଆଜି କହିଲେ ଇସ୍ ପାପ କି ଦୁନିଆ ସେ କହିଁ ଲେ ଚଲ ପ୍ରଭୁ। ବାବାଙ୍କର ଗୀତ ତ ଅତି ମହିମା ସମ୍ପନ୍ନ। ତେଣୁ ଆମେ ବର୍ତ୍ତମାନ ପାପ ଦୁନିଆରେ ଅଛେ, କଳି ଯୁଗରେ ଅଛେ, ବିକଳ ହୋଇକି ଭଗବାନଙ୍କୁ ଡାକୁଛେ ଆମକୁ ସେଇ ସତ୍ୟ ଦୁନିଆକୁ, ସୁଖ ଶାନ୍ତିର ଦୁନିଆକୁ ନେଇଯାଅ। ଧାରଣା ପାଇଁ ଆଜି ମୁଖ୍ୟ ସାର ରହିଛି, ଆତ୍ମ ଅଭିମାନୀ ହୋଇ ଏହି ସ୍ଥୂଳ କାନ ଦ୍ୱାରା ଅମର କଥା ଶୁଣିବାକୁ ହେବ। ମାନେ କାନ ଦ୍ୱାରା ହିଁ ଆମେ ଶୁଣିବା, କିନ୍ତୁ ଆମର ସ୍ଥିତି ଆତ୍ମ ଅଭିମାନୀ ରହିବ, ମାନେ ନିଜକୁ ଆତ୍ମା ବୋଲି ଭାବିବା। ଜ୍ଞାନର ଭୁଁ ଭୁଁ କରି ନିଜ ସମ୍ମାନ କରାଇବାର ସେବାରେ ତତ୍ପର ରହିବାକୁ ହେବ। ଦ୍ୱିତୀୟରେ ବାବା କହିଲେ ବାପ ସମାନ ଜ୍ଞାନବାନ ଓ ଆନନ୍ଦମୟ ହେବାକୁ ପଡ଼ିବ। ସୋମରସ ପାନ କରିବା ସହିତ ପାନ କରାଇବାକୁ ପଡ଼ିବ। ଏ ଜ୍ଞାନକୁ ସୋମରସ କୁହାଯାଇଛି। ବରଦାନରେ ବାବା କହିଲେ ମାୟାର ବିଘ୍ନଗୁଡ଼ିକୁ ଖେଳ ଭଳି ଅନୁଭବ କରୁଥିବା ମାଷ୍ଟର ବିଶ୍ୱ ନିର୍ମାତା ଭବ। ଯେପରି କୌଣସି ବି ବୟସ୍କ ବ୍ୟକ୍ତିଙ୍କ ଆଗରେ ଛୋଟ ଛୋଟ ପିଲାମାନେ ନିଜର ପିଲାଳିଆ ଅଜ୍ଞାନତା କାରଣରୁ ଯଦି କିଛି ବି କହିଦିଅନ୍ତି ବା କିଛି ବି ଭୁଲ କର୍ମ କରିଦିଅନ୍ତି, ତେବେ ବୟସ୍କ ଲୋକମାନେ ଭାବନ୍ତି ଯେ ଇଏ ତ ନିର୍ଦ୍ଦୋଷ ଅଜ୍ଞାନୀ ବାଳକ ଅଟେ, ତାଙ୍କ ଉପରେ କୌଣସି ପ୍ରଭାବ ପଡ଼େ ନାହିଁ। ସେହିପରି ତୁମେ ଯେବେ ନିଜକୁ ମାଷ୍ଟର ବିଶ୍ୱ ନିର୍ମାତା ମନେ କରିବ, ତେବେ ଏଇ ସବୁ ମାୟାର ବିଘ୍ନ ଗୁଡ଼ିକ ପିଲାମାନଙ୍କର ଖେଳ ଭଳି ଅନୁଭବ ହେବ। ଯଦି ମାୟା କୌଣସି ବି ଆତ୍ମା ଦ୍ୱାରା ବିଘ୍ନ ବା ପରୀକ୍ଷାର ରୂପ ନେଇ ଆସିଯାଏ, ତେବେ ସେଥିରେ ବିଚଳିତ ହେବେ ନାହିଁ, ବରଂ ତାଙ୍କୁ ନିର୍ଦ୍ଦୋଷ ବୋଲି ଭାବିବେ। ସ୍ଲୋଗାନରେ ବାବା କହିଲେ ସ୍ନେହ, ଶକ୍ତି ଏବଂ ଈଶ୍ୱରୀୟ ଆକର୍ଷଣ ଯଦି ନିଜ ଭିତରେ ଭରି ନେବ, ତେବେ ସହଜ ଯୋଗୀ ହୋଇଯିବ। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି। ବାବା ବହୁତ କଥା କହୁଛନ୍ତି। ସୂକ୍ଷ୍ମ ବତନରେ ତ ବ୍ରହ୍ମା ବାବା ରହିଲେ, ଏଠି ଆମର ତାଙ୍କର ଯେଉଁ ଦାୟିତ୍ୱ ରହିଛି, ସ୍ଥାପନା ଦାୟିତ୍ୱ ହେଇପାରିବନି। ତେଣୁ ବାବା ସେଇ କଥା କହୁଛନ୍ତି ଯେ ସୂକ୍ଷ୍ମ ବତନବାସୀ ଅବ୍ୟକ୍ତ ବ୍ରହ୍ମା ଅଟନ୍ତି, ପ୍ରଜାପିତା ତ ସାକାରରେ ଆବଶ୍ୟକ। ତେଣୁ ବାବା ସେହି ଆତ୍ମାଙ୍କୁ ପ୍ରଜାପିତା ନାମ ଦେଇ ତାଙ୍କ ଦେହରେ ପ୍ରବେଶ କରି ଆମକୁ ଏ ପାଠ ପଢ଼େଇଛନ୍ତି। ଏହି ପତିତ ବ୍ରହ୍ମା ହିଁ ତ ପାବନ ହୋଇଥାନ୍ତି। ସେ ଯେତେବେଳେ ଭଗବାନଙ୍କୁ ଚିହ୍ନି ନଥିଲେ, ସେତେବେଳେ ସେ ପତିତ ଥିଲେ। ପୁଣି ଭଗବାନଙ୍କୁ ଜାଣିଲା ପରେ ପୁରୁଷାର୍ଥ କରି ପାବନ ହୋଇଛନ୍ତି। ସେ ହିଁ ସତ୍ୟ ଯୁଗରେ ଶ୍ରୀକୃଷ୍ଣ ହେବେ। ବାବା ବହୁତ ଜ୍ଞାନ ଦେଉଛନ୍ତି। ଆମେ ସବୁବେଳେ ଏଇ ପତିତ ଶରୀରରେ ରହିକି ମଧ୍ୟ ପବିତ୍ର ହେବା ପାଇଁ ଭଗବାନଙ୍କର ଜ୍ଞାନ ଶୁଣିବା, ପୁରୁଷାର୍ଥ କରିବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।